ସୁଦଶା ବ୍ରତରେ କ'ଣ ନିୟମ ରହିଛି, କେଉଁ ନିୟମ ଆପଣ ପାଳନ କରିବା ନିହାତି ଭାବରେ ଦରକାର। ଦେଖନ୍ତୁ, ସୁଦଶା ବ୍ରତରେ 10ର ମହତ୍ତ୍ୱ ବହୁତ ଅଧିକା। ତେଣୁ ପ୍ରତ୍ୟେକ ପୂଜା ଜିନିଷ ଆପଣଙ୍କର 10 ହେବା ଜରୁରୀ। ଯେମିତିକି 10 ଗଣ୍ଠି, 10 ପୁର, 10 ଫଳ, 10 ଫୁଲ, 10 ଦୁବ, 10 ଗୁଆ। ତ ଏହିପରି ଭାବରେ ଆପଣ 10ର ଜିନିଷ ଆପଣ ପୂଜା କରିବା ନିହାତି ଭାବରେ ଦରକାର। ମା ଲକ୍ଷ୍ମୀଙ୍କ ନାମରେ ଆପଣ ବ୍ରତରେ 10ଟି ଗଣ୍ଠି ପଡ଼ିବ। ତ ମା ଲକ୍ଷ୍ମୀଙ୍କ ନାମରେ ହିଁ ଆପଣ 10ଟି ଗଣ୍ଠି ଦେବେ। ବ୍ରତରେ 10 କେରା ଦୁବ, 10ଟି ବରକୋଳି ପତ୍ର, 10ଟି ଅକ୍ଷତ ଦେଇ ପୂଜା କରାଯାଇଥାଏ। ବ୍ରତକୁ ସର୍ବଦା ଡାହାଣ ହାତର ବାହୁବନ୍ଧରେ ହିଁ ପିନ୍ଧା ଯାଇଥାଏ। ହାତର ମୂଳରେ ପିନ୍ଧାଯାଏ ନାହିଁ ବ୍ରତଟି। ବ୍ରତଟି ସର୍ବଦା ଧଳା କିମ୍ବା ହଳଦିଆ ହେଇଥିବ। ନାଲି ବ୍ରତ ଆପଣ ପୂଜା କରନ୍ତୁ ନାହିଁ, ଧଳା କିମ୍ବା ହଳଦିଆ ରଙ୍ଗର ବ୍ରତ ପୂଜା କରିପାରିବେ। ମାଙ୍କ ପାଖରେ ଆପଣ 3 ପ୍ରହରର ପୂଜା କରାଯାଏ। ପ୍ରଥମ ପ୍ରହରରେ ଆପଣ ଫଳ ମୂଳ ପଣା ଭୋଗ ଦେଇ ପୂଜା କରାଯାଇଥାଏ। ଦ୍ୱିତୀୟ ପ୍ରହରରେ ମଣ୍ଡା ପିଠା, ତୃତୀୟ ପ୍ରହରରେ ଆପଣ ପଣା ଭୋଗ ନହେଲେ ଫଳମୂଳର ଭୋଗ ଦେଇ ମାଙ୍କୁ ପୂଜା କରିପାରିବେ। ସନ୍ଧ୍ୟା ପୂର୍ବରୁ ଆପଣ ଉଯାପନା କରାଯିବ। ତ ଆପଣ ଉଯାପନା ସନ୍ଧ୍ୟା ପୂର୍ବରୁ, ମାନେ ଆପଣ ଦିନ ଥିବ ଯେମିତିକି 3ଟା 4ଟା ଏହି ସମୟରେ ହିଁ ମାଙ୍କୁ ଉଯାପନା କରାଯାଇଥାଏ। ତା ବ୍ୟତୀତ ଶରୀର, ମନ, ବସ୍ତ୍ର, ତା ସହିତ ଘର ଆପଣ ସେଦିନ ଶୁଦ୍ଧ ରଖିବା ଅତ୍ୟନ୍ତ ଆବଶ୍ୟକତା ରହିଥାଏ। ମାଙ୍କର ଭୋଗ ଖାଇ ଆପଣ ଦିନ ସାରା ବା ରାତି ସାରା ରହିପାରିବେ। ତା ବ୍ୟତୀତ ଆପଣ ଉପବାସ ଯଦି କରୁଛନ୍ତି, ଉପବାସ କରି ମଧ୍ୟ ରହିପାରିବେ। ତା ବ୍ୟତୀତ ଆପଣ ଫଳମୂଳ, ଜଳ, ପଣା ମଧ୍ୟ ପିଇକରି ଆପଣ ସୁଦଶା ବ୍ରତର ଦିନଟି ମଧ୍ୟ ରହିପାରିବେ। ଶେଷ ହେଉଛି ଶାରୀରିକ ସମ୍ପର୍କ। ଯେହେତୁ ପୂଜାର ଏତେ ବଡ଼ ଦିନଟି, ତ ସେଦିନ ଆପଣ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ।